ଯୋଗର ଉପକାରିତା ଜଣାଇ ସାନ ଭାଇ ନିକଟକୁ ପତ୍ର। ସ୍ନେହର ଭାଇ ବିଟୁ। ଡାହାଣ ପାର୍ଶ୍ୱରେ ଯିଏ ଲେଖୁଛି ତାଙ୍କର ଏଡ୍ରେସ୍, ସ୍ଥାନ ଏବଂ ତାରିଖ। ମୋର ଶୁଭେଚ୍ଛା ନେବୁ। ମୁଁ ଏଠାରେ ଭଲରେ ଅଛି। ଆଶା କରେ ତୁ ମଧ୍ୟ ଭଲରେ ଥିବୁ। ବାପା ମାଙ୍କୁ ମୋର ନମସ୍କାର ଜଣାଇ ଦେବୁ। ତୁ ଦେଇଥିବା ଚିଠି ପାଇ ବହୁତ ଖୁସି ହେଲି। ଚିଠିରୁ ଜାଣିବାକୁ ପାଇଲି ଯେ ତୁ ଯୋଗ ବିଷୟରେ ଜାଣିବାକୁ ଇଚ୍ଛା କରିଛୁ। ଯୋଗ କଲେ ଆମ ଶରୀର କ'ଣ ଲାଭ ହୋଇଥାଏ ତାହା ମୁଁ ଲେଖି ଜଣାଉଛି। ସବୁଦିନ ସକାଳୁ ଠିକ୍ ଗୋଟିଏ ସମୟରେ ଯୋଗ କରିବା ଉଚିତ। ଏହାଦ୍ୱାରା ଶରୀର ନିରୋଗ ରହେ, ଶିରା ପ୍ରଶିରା କାର୍ଯ୍ୟକ୍ଷମ ହୁଏ, ମନ ପ୍ରଫୁଲ୍ଲ ରହେ। ଅନ୍ୟ ଅର୍ଥରେ କହିଲେ ସବୁ ରୋଗର ନିଦାନ ହେଉଛି ଯୋଗ। ଯୋଗ ସହିତ ଜୀବନଶୈଳୀକୁ ମଧ୍ୟ ଠିକ୍ କରିବାକୁ ହେବ, ଯେପରିକି ଠିକ୍ ସମୟରେ ଶୋଇବା ଏବଂ ଶଯ୍ୟା ତ୍ୟାଗ କରିବା, ଶରୀର ପାଇଁ ହିତକର ଖାଦ୍ୟ ଖାଇବା, ଯଥେଷ୍ଟ ପାଣି ପିଇବା। ଆଶା କରେ ଚିଠି ପଢ଼ିଲା ପରେ ଯୋଗ ବିଷୟରେ ତୋର କିଛି ସନ୍ଦେହ ରହିବ ନାହିଁ। ସବୁଦିନ ଯୋଗ କରିବାକୁ ଚେଷ୍ଟା କରିବୁ। ଇତି ରହିଲି ତୋର ବଡ଼ ଭଉଣୀ ଗୀତା। ଠିକଣା: ବାମ ପାର୍ଶ୍ୱରେ ପ୍ରେରକ ଲେଖିବା, ଡାହାଣ ପାର୍ଶ୍ୱରେ ଗ୍ରାହକ ଲେଖିବା। ପ୍ରେରକ: ଯିଏ ପଠାଉଛନ୍ତି ତାଙ୍କର ନାମ, ଗ୍ରାମ, ପୋଷ୍ଟ ଅଫିସ, ଜିଲ୍ଲା ଲେଖିବା। ଗ୍ରାହକରେ ଯିଏ ଚିଠିକୁ ଗ୍ରହଣ କରିବ ତାଙ୍କର ନାମ, ଗ୍ରାମ, ପୋଷ୍ଟ ଅଫିସ, ଜିଲ୍ଲା ଲେଖିବା। ତଳେ ଯେଉଁ ରାଜ୍ୟର ହୋଇଥିବ ସେ ରାଜ୍ୟର ନାମ ଲେଖିବା। ଡାହାଣ ପାର୍ଶ୍ୱର ଉପର ପାଖରେ ଟିକେଟ ଲେଖିବା। ଧନ୍ୟବାଦ।